ॐ कृष्णं नारायणं वन्दे कृष्णं वन्दे व्रजप्रियं कृष्णं दैप्यायनं वन्दे कृष्णं वन्दे पृथाशतम्। ॐ श्री परमात्मने नमः। ॐ वासुदेवाय नमः। ॐ व्यासदेवाय नमः। ॐ जगन्नाथदासाय नमः। हे माँ सरस्वती तमे कंठरे बस, माँ कंठरे बस। अतिबड़ी जगन्नाथ दास को रचित श्रीमद् भागवत महापुराणर द्वितीय स्कंधर आज आम सप्तम अध्याय श्रवण करिबा। एही सप्तम अध्याय भगवानकर लीला अवतार कथा वर्णना कर जाइछि। एहार प्रथम भागरे पद्यांतरी एवं द्वितीय भागरे एहार व्याख्या श्रवण करिबा। आपण माने धारावाहिक भाव में शुणा चैनल को निश्चय सब्सक्राइब करेंगे एवं प्रत्येक एपिसोड बा अध्याय निश्चित भाव श्रवण करने चेष्टा करूँ। तेबे आसंतु श्रीमद् भागवत महापुराण द्वितीय स्कंधर आज आम सप्तम अध्याय श्रवण करिबा। सप्तम अध्याय जे अवतारे जेबा कर्म ताहार प्रयोजन गुण नारदे ब्रह्मा जे कहिले ताहा वर्णन सप्तमरे। ब्रह्मा उवाच शुणना रद मुनिवर भूतभ विश्वअवतार अशेष जनकर हिते शुणक हिबा तो अग्रते पद्मक अल्पर अन्ते हरि शुकर रूपे अवतरी से सर्व यज्ञमय गात्रे धरणी उधरिबा अर्थे आदि सुर अवतार प्रचंड हिरण्याक्ष वीर ताहाकु महार्णव जले दन्ते भी दारिले पाताले वज्रे जे सने वज्रधर हेले भी दारे महीधर से पुणी रुचि ऋषि घरे जन्मिले आकुति उदरी सुयज्ञ रूपे अवतरी दक्षिणा गर्भे बीर्ज भरी सर्वदे बंकु जात कले त्रैलोक्य भय निबारिले मनुजे ब्रह्मार नंदन तेणु से देले हरिनाम कर्दम ऋषि गृहे पूर्वे जन्मिले देवहूति गर्भे तांकस गते नवनारी जन्मिले दिव्य रूप धरी से जन्मे जननीर दुख देखिस दय पद्ममुख आत्मार गति माता आगे कहिले तत्व अनुरागे से तत्वे आत्मा गुण दोष से देव हुति कले नाश ताहांकु मायारु धरी कपिल रूपे अवतरी अत्रिर तप देखितो से तक्षणे मिली तार पासे बोइले देली तोते बर होइबी तोहर कुमार दत्तव चने दत्त नाम सुंदरे स्वम नहे काम धरणी पर्यटन कले अनेक तप आचरिले हय जदु आदि राजा तार चरणे कले पूजा जोगस माधि संपादिले जन्मम रणु निस्तरिले सृष्टिषु जने मन करी आद्य मु तप जे आचरी तपर बळे भगवान जात हो इले चतुसन
ଯେ ଯୋଗ ପୂର୍ବେ କାଳେ ଥିଲା କଳ୍ପ ପ୍ରଳୟେ ନାଶ ଗଲା ତାହାଉ ଧରି ଯୋଗ ବଳେ ଧର୍ମର ଖିଲେ ମହିତଳେ ଦକ୍ଷକୁ ମାରି ଗର୍ଭେ ହରି ଧର୍ମର ବୀର୍ଯ୍ୟ ଅବତରି ସେ ଦକ୍ଷ କନ୍ୟା ମୂର୍ତ୍ତି ନାମ ସର୍ବସୁନ୍ଦର ଅନୁପମ ତାର ଉଦରୁ ପୂର୍ବକଳ୍ପେ ଜନ୍ମିଲେ ନାରାୟଣ ରୂପେ ନରସ୍ୱ ରୂପ ନର ନାମ ସର୍ବସୁନ୍ଦର ପୁଣ୍ୟଧାମ ନିଶ୍ଚଳ ତପ ଯୋଗ ଧ୍ୟାନେ ବସିଲେ ବଦରିକାଶ୍ରମେ ଅତି ଦୁଃସହ ତପ ଘୋରେ ଇନ୍ଦ୍ର କମ୍ପିଲା ସ୍ୱର୍ଗପୁରେ ତକ୍ଷଣେ ଅପସରାଗଣେ ମିଳିଲେ ବଦରିକା ବନେ ଦିବ୍ୟସୁ ବେଶେ ନାନା ରଙ୍ଗେ ଆସି ମିଳିଲେ ତପଭଙ୍ଗେ ତହିଁ ଉର୍ବଶୀ ରୂପ ଦେଖି ଲାଜେ ହୋଇଲେ ଅଧମୁଖୀ ଅଧମୁଖୀ କ'ଣ ନର ନାରାୟଣଙ୍କ ଋଷିଙ୍କ ତପଭଙ୍ଗ କରିବା ଉଦ୍ଦେଶ୍ୟରେ ଇନ୍ଦ୍ରଙ୍କ ଦ୍ୱାରା ପ୍ରେରିତ ଅପ୍ସରାମାନେ ସେମାନଙ୍କ କାର୍ଯ୍ୟରେ ବିଫଳ ହେଲେ ଅପରପକ୍ଷେ ଇନ୍ଦ୍ରଙ୍କୁ ଲଜ୍ଜିତ କରିବା ପାଇଁ ଋଷିଦ୍ୱୟ ନିଜ ତପୋବଳରେ ପରମା ସୁନ୍ଦରୀ ଉର୍ବଶୀଙ୍କୁ ସୃଷ୍ଟି କରି ଇନ୍ଦ୍ରଙ୍କ ପାଖକୁ ପଠାଇଦେଲେ ଯାହାର ରୂପ ସୌନ୍ଦର୍ଯ୍ୟ ଦେଖି ସ୍ୱୟଂ ସେହି ଅପ୍ସରାମାନେ ମଧ୍ୟ ଲଜ୍ଜାରେ ମଥା ପୋତି ଦେଇଥିଲେ କୋପନ ୟନେ ମୁନିଜନ କାମକୁ କରନ୍ତି ଦହନ କୋପକୁ ନ ପାରନ୍ତି ଦହି କୋପ ପ୍ରବେଶ ଜହି ନାହିଁ କାହୁଁ କରିବେ ତପନାଶ ବାହୁଡ଼ି ହୋଇଲେ ନିରାଶ ଉତ୍ତାନ ପାଦ ରାଜା କୋଳେ ଧ୍ରୁବ ବାଳକ ସ୍ନେହ ଭୋଳେ ବସିବ ବୋଲି ବିଚାରିଲା ମାତାସ ପତ୍ନୀ ଝିଙ୍ଗାସିଲା ସେ ନିଜ ଜନନୀ ବଚନେ ଅରଣ୍ୟେ ଗଲା ଦୁଃଖ ମନେ ଅତି କଠୋର ତପ କଲା ତାକୁ ଯେ ଧ୍ରୁବ ପଦ ଦେଲା ମୁନିଏ ଊର୍ଦ୍ଧ୍ୱେ ତଳେ ଥାଇ ଧ୍ରୁବ ତପସ୍ୟା ଫଳ ଚାହିଁ ସ୍ତୁତି କରନ୍ତି ତାର ତପେ ଜନନୀ ଦେଖି ତା ସମୀପେ ବେଣ ଯେ ସତ୍ୟ ଯୁଗେ ରାଜା ଅଧର୍ମେ ପାଳେ জন ପ୍ରଜା ହରିଙ୍କି ନସ୍ତାପନେ ଭୋଲେ ବ୍ରାହ୍ମଣେ ସାପେ ନାଶ କଲେ ରାଜା ମାରଣେ ଅରାଜକେ ପ୍ରଜା ଲୁଟିଲେ ଦୁଷ୍ଟ ଲୋକେ ତା ଦେଖି ଦ୍ୱିଜେ ସ୍ତୁତି କରି ତକ୍ଷଣେ ପୃଥୁ ରୂପ ଧରି ହରି ଜନ୍ମିଲେ ରାଜା କୂଳେ ଭୂମିକି ଦୁହିଁ ବାହୁବଳେ ପ୍ରଜାଙ୍କୁ ଶସ୍ୟ ବୀଜ ଦେଲେ ଅନ୍ନ ସଙ୍କଟୁ ଧରିଲେ ନାଭିର ବୀର୍ଯ୍ୟେ ସେ ଋଷଭ ସୁଦେବୀ ଉଦରେ ସମ୍ଭବ କପଟେ ଜଡ଼ ରୂପ ଧରି ସକଳ ଯୋଗ ସାଧ୍ୟ କରି ପରମ ହଂସ ମୁନିଗଣେ ନମନ୍ତି ଯାହାର ଚରଣେ ସେ ସ୍ୱଚ୍ଛ ଶାନ୍ତ ଅନ୍ତର୍ଗତ ଅଶେଷ ସଙ୍ଗରୁ ବିମୁକ୍ତ ପୁଣି ମୋହର ଯଜ୍ଞ କାଳେ ମନ୍ତ୍ରେଉ ପୂଜିଲା ଅନଳେ ନରସ ରୀର ଅଶ୍ୱଶୀର ସୁବର୍ଣ୍ଣ ବର୍ଣ୍ଣ ଜଟାଭାର ସକଳ ବେଦ ଯଜ୍ଞମୟ ଅଖିଳ ଦେବ ଆତ୍ମାଦେହ ତାରନି ଶାଶୁ ବେଦ ତିନି ଜନ୍ମିଲେ କର୍ମ କାଣ୍ଡ ଘେନି ଯୁଗାନ୍ତ କାଳେ ମହାଜଳେ ରାଜାର ତର୍ପଣର କାଳେ ରାଜା ଚଳୁରେ ଦୈତ୍ୟାରି ମିଳିଲେ ମତ୍ସ୍ୟ ରୂପ ଧରି ଜଳ ବିପ୍ଳବେ ବେଦରାଶି ଥିଲା ଯେ ମହାଜଳେ ପଶି ସେ ବେଦ ସଲିଳୁ ଉଧରି ମନୁକୁ ଦେଲେ ନରହରି ବାସବ ସମ୍ପଦ ଉଧାରେ କ୍ଷୀରସ ମୁଦ୍ର ମନ୍ଥିବାରେ ମିଳିସ କଳ ଦେବାସୁର ସମୁଦ୍ରେ ସ୍ଥାପିଲେ ମନ୍ଦର ଅଗାଧ ଜଳ ମଧ୍ୟ ହରି ମିଳିଲେ କୁର୍ମ ରୂପ ଧରି ପୃଷ୍ଠେ
হিলে গিরিবর মন্থন কলে দেবাসুর গিরিঘর্ষণ কণ্ডু সুখে নিদ্রান য়ন অধমুখে পুଣିନୁ ସିଂହ ଅବତାର ଦେବଙ୍କ ଭୟ କଲେ ଦୂର ପ୍ରହ୍ଲାଦକୁ ରକ୍ଷା କରି ହିରଣ୍ୟ କଶିପୁ ବିଦାରି ଭ୍ରମାଇ ଭ୍ରୁକୁଟି କୁଟିଳ ଦନ୍ତଶ୍ରୀ ମୁଖ ବିକରାଳ ଗଦାବୁ লাই ଅତି ବେଗେ ଦୈତ୍ୟମୀ ଲୀଳା ଆସି ଆଗେ ତକ୍ଷଣେ ଉରୁ ମଧ୍ୟେ ଧରି ନଖାଗ୍ରେ ହୃଦୟ ବିଦାରି ମହାଦୈତ୍ୟକୁ ସଂହାରିଲେ ସଂସାର ସଙ୍କଟ ତାରିଲେ ଅଗାଧ ସରୋବର ମଧ୍ୟେ କୁମ୍ଭୀର ଗଜରାଜ ପାଦେ ଧଇଲା ଅତି ଦୃଢ଼ ବଳେ ହସ୍ତିର ଚରଣ ନିଶ୍ଚଳେ ଚଳିନ ପାରି ଯୂଥପତି ଆରତେ ଡାକିଲା ଶ୍ରୀପତି ହସ୍ତେ କମଳ ଊର୍ଦ୍ଧ୍ୱେ ତୋଳି ନୟନୁ ଅଶ୍ରୁ ଜଳ ଗଳି ହସ୍ତେ ମାନେ ଶୁଣ୍ଢରେ ଆଦିପୁରୁଷ ଲୋକନାଥ ତୀର୍ଥ ପବିତ୍ର ତ୍ୱଚରିତ ଶ୍ରବଣ ମଙ୍ଗଳ ତୋ ନାମ ପୁଣ୍ୟପୁରୁଷ ଗୁଣଧାମ ସେ ହରି ସ୍ଥିତ ଯୋଗ ଧ୍ୟାନେ ଗଜବି କଳ ଅନୁମାନେ ମରଣ କାଳେ ସୁମରିଲା ବିଷ୍ଣୁର ସମାଧି ଭାଜିଲା ତାରମ ହିମା ଅପ୍ରମେୟ ନିମିତେ ବହେ ନାନା ଦେହ ଦକ୍ଷିଣ ଭୁଜେ ଚକ୍ର ଧରି ଗରୁଡ଼ କନ୍ଧେ ବିଜେ କରି ଚକ୍ର ପ୍ରହାରେ ନକ୍ର ମାରି ହସ୍ତିର ଶୁଣ୍ଢ ହସ୍ତେ ଧରି ଜଳୁ ଧରି ନାରାୟଣ ଅନ୍ତର ହେଲେ ତତକ୍ଷଣ ଅଦିତି ପୁତ୍ରଙ୍କରେ ସାନ ଗୁଣରେ ଜ୍ୟେଷ୍ଠ ସେ ବାମନ ତ୍ରିପାଦେ ତିନି ଲୋକ ଜିଣି ସେ ଅଧି ଯଜ୍ଞ ନାମ ଭଣୀ ଯେ ଧର୍ମ ମାର୍ଗେ ନିତ୍ୟ ଥାନ୍ତି ଯାଚଜ୍ଞା ବିନା ତା ସମ୍ପତ୍ତି ଈଶ୍ୱର ଆଦି ତନୁ ଧରି କେହି ନ ପାରେ ତାହା ହରି ସେଭଳି ଦୃଢ଼ ସତ୍ୟ ମନେ କୃଷ୍ଣ ଚରଣ ଆରାଧନେ ମନ୍ତ୍ରୀର ବୋଲ ନ ଶୁଣିଲା ତ୍ରିପାଦ ଭୂମି ଦାନ ଦେଲା ବିଷ୍ଣୁର ପାଦ ଜଳେ ଇଚ୍ଛା ଇନ୍ଦ୍ରାଦି ପଦେ ନାହିଁ ବାଞ୍ଛା ସର୍ବସମ୍ପଦ ଆତ୍ମା ତୁଲେ ଅର୍ପିଲା ବିଷ୍ଣୁ ପାଦ ମୂଳେ ତୁଜେ ନା ହ୍ରଦ ତାର ଅଂଶେ ଶରୀର ବହୁ ମୋର ବଂଶେ ଯେ ଭାବେ ହୋଇ ସେହୁ ତୋଷ ଜ୍ଞାନ କହିଲା ହୋଇ ଅଂଶ ଜ୍ଞାନ କହିଲା ହୋଇ ହଂସ ତହୁଲ ଭିଲୁ ଦିବ୍ୟ ଜ୍ଞାନ ଯେ ଯୋଗୀ ଗଣେ ବିଦ୍ୟମାନ ଯେ ମନନ୍ତରେ ମନୁବଂଶେ ସ୍ୱତେ ଯେ ଚକ୍ରବର୍ତ୍ତୀ ଅଂଶେ ଦୁଷ୍ଟରା ଯାଙ୍କୁ ଦଶ ଦିଗେ ଜିନିସ୍ତା ପିଲା ସାଧୁ ମାର୍ଗେ ତ୍ରିଲୋକ ପରେ ସତ୍ୟଲୋକେ କୀର୍ତ୍ତି ବିସ୍ତାରି କୌତୁକେ ସେ ଧନନ୍ତରୀ ରୂପ ଧରି ବ୍ରହ୍ମାଣ୍ଡ ମଧ୍ୟରେ ଅବତରି ହରିଲା ପ୍ରାଣୀଙ୍କର ବ୍ୟାଧି ଭିଆଇ ମନ୍ତ୍ର ମୌଷଧି ଯଜ୍ଞେଶୋ ଭାଗ ଭୋଗ କଲା ପ୍ରାଣୀଙ୍କି ଆୟୁର୍ବେଦ ଦେଲା ବ୍ରାହ୍ମଣ ବଧ ଦେଖି କୋପେ ସେ ପୁଣି ପରଶୁରାମ ରୂପେ ପରଶୁ ଦକ୍ଷ ଭୁଜେ ଧରି ଅବନୀ ପର୍ଯ୍ୟଟନ କରି କ୍ଷତ୍ରିଙ୍କ ରୁଧିର ତର୍ପଣେ ତୋଷିଲା ନିଜ ପିତୃଗଣେ ମୋର ବଚନେ ଦୈତ୍ୟାରି ଇକ୍ଷାକୁ ବଂଶେ ଅବତରି ପିତା ବଚନେ ଗଲା ବନ ସ୍ୱପତ୍ନୀ ସହିତେ ଲକ୍ଷ୍ମଣ ସୀତାରା ବଣ ନେଲା ହରି
ସେ କୋପେ ତାର ବଂଶ ମାରି ବିଭୀଷଣକୁ ଲଙ୍କା ଦେଲେ ଦେବଙ୍କ ଭୟ ନିବାରିଲେ ତ୍ରିପୁର ବଧେ ଯେହ୍ନେ ହର ସେ ରୂପେ ତେଜ ରଘୁବୀର ସେ ତେଜେ ଉର ଗମ କର ନକ୍ରଶ ମୁହ ଥରହର ଜଳଧି ତାରେ ଭୟ କରି ତାହାର ନିଜ ରୂପ ଧରି ଚରଣେ ଶରଣ ପଶିଲା ଲଙ୍କାଗ ମନେ ମାର୍ଗ ଦେଲା ଯେ ଦଶ ଗ୍ରୀବର ମହିମା ଅତି ପ୍ରତାପୀ ଗରୁ ସୀମା ଦିଗବି ଜୟେ ଲଙ୍କାପତି ଐରାବତ ନାମେ ହସ୍ତି ତାହାର ସଙ୍ଗେ ବାଦ କରି ଉରସ୍ପ ରସେ ଦନ୍ତ ଚୋରି ଦେଖିଭା ଜିଲା ଗଜ ଶ୍ରେଷ୍ଠ ରାବଣ ସଙ୍ଗେ କାହିଁ ହଟ ସେହିରା ବଣ ଦର୍ପରଣେ ଶ୍ରୀରାମ ସଂହାରିଲେ ବାଣେ ଭୂମିରେ ଭାରା ନିବାରଣେ କିରସ ମୁଦ୍ରେ ଦେବଗଣେ ଈଶ୍ୱର ସଙ୍ଗେ ଦେବ ବଳେ ନମିଲେ ଚରଣ କମଳେ ଅନେକ ମତେ ସ୍ତୁତି ଭଣି ବିଷ୍ଣୁ ସନ୍ତୋଷ ତାହା ଶୁଣି ସନ୍ତୋଷେ ଶୁକ୍ଳ କୃଷ୍ଣ କେଶ ଜଙ୍ଘୁ ପାଡ଼ି ଋଷିକେଶ ସେବେନି ରୋମ ମୋହିତଳେ ଅସୁର ବଳ ସଂହାରିଲେ ସେବେନି ରୋମ ମୋହିତଳେ ଅସୁର ବଳ ସଂହାରିଲେ ଅର୍ଥ କ'ଣ? ବାସ୍ତବରେ ବଳରାମ ଓ ଶ୍ରୀକୃଷ୍ଣ ତନୁର ବର୍ଣ୍ଣକୁ ସୂଚିତ କରିବା ପାଇଁ ତାଙ୍କୁ ଯଥାକ୍ରମେ ଶ୍ୱେତ ଓ କୃଷ୍ଣ କେଶବତାର କୁହାଯାଇଛି। ଯଦି ଶ୍ରୀକୃଷ୍ଣ କେଶବତାର ବୋଲି ଧରାଯାଏ ତେବେ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଭକ୍ତିର ବିରୋଧାଭାସ ହେବ। ଅତଏବ ଶ୍ରୀକୃଷ୍ଣ ଅବତାର ନୁହନ୍ତି, ସେ ଅବତରୀ। ହରିଲେ ଅବନିରଭାର ମହାମ ହିମ ଚକ୍ରଧର ତିନି ଦିବସେ ନାରାୟଣ ଶୋଷିଲେ ପୁତନାର ପ୍ରାଣ ମାସକେ ନନ୍ଦ ଗୃହେ ହରି ପାଦେଶ କଟା ଚୁର କରି ଦଧିମ ଥନ କାଳେ ଧରି ରୋଳେ ବାନ୍ଧିଲା ନନ୍ଦନାରୀ ସେରୋଳ ସଙ୍ଗେ ନନ୍ଦ ବଳା ବେନି ଅର୍ଜୁନ ମଧ୍ୟେ ଗଲା ଅତି ଉତ୍ସର୍ଗ ବେନି ବୃକ୍ଷେ ଉପୁଡ଼ି ପଡ଼ିଲେ ପ୍ରତ୍ୟକ୍ଷେ ସେ ପୁଣି ଗୋବଛା ରକ୍ଷଣେ କାଳିନ୍ଦୀ ତଟେ ବୃନ୍ଦାବନେ ବଛା ବାଳକ ବିଷ ଜଳେ ପଶିଲେ ତୃଷାର ବିକହଳେ ସକଳେ କଲେ ଜଳପାନ ତକ୍ଷଣେ ହାରିଲେ ଜୀବନ ଅଦ୍ଭୁତ ଦେଖି ଭାବଗ୍ରାହୀ ଅମୃତ ନୟନେ ଅନାଇ ତାହାଙ୍କୁ ଜୀବଦାନ ଦେଲେ ସେ ଜଳେ ସର୍ପକୁ ଦେଖିଲେ ଜିହ୍ୱାଚ ଅଞ୍ଚଳ ବିଷ ବଳେ ବିହାର କାଳିନ୍ଦୀର ଜଳେ ଦୂରେନି ବେଶୀ ନାଗ ବଳ ଅମୃତ କଲେ ବିଷ ଜଳ ଜନ୍ତୁଙ୍କୁ କରାଇଲେ ପାନ ଅଦ୍ଭୁତ ଗତି ଭଗବାନ ଅମ୍ବିକା ବନେ ଗୋପଜନେ ଶୟନେ ନିଶି ଅର୍ଦ୍ଧମାନେ ଅଗ୍ନିବେଢ଼ିଲା ବେଗେ ଆସି ପ୍ରଳୟା ନଳ ପ୍ରାୟ ଦିଶି ଅନଳ ଦେଖି ନନ୍ଦବଳା ବଦନ ଲୁଚା ଓ ବୋଇଲା ହସ୍ତେ ଲୁଚାଇଲେ ବଦନ ଗୋବିନ୍ଦ କଲେ ଅଗ୍ନିପାନ ବାନ୍ଧିବା ପାଇଁ ଡୋର ଆଣି ଯେତେ ଖିଲା ନନ୍ଦରାଣୀ ବାନ୍ଧିନ ପାରେ ନନ୍ଦନାରୀ ମହାମ ହିମ ନରହରି ମାତାର କୋଳେ ବସିଥିଲା ଜୃମ୍ଭଣେ ମୁଖ ବିସ୍ତାରିଲା ଜୃମ୍ଭଣେ ମାନେ ହାଇ ମାରିବାର ବେଳ
ଗୋପୀଚା ହିଲା ତା ବଦନ ଉଦରେ ଅଶେଷ ଭୁବନ ବରୁଣ ପୁରୁ ଦୈତ୍ୟାରି ନନ୍ଦଙ୍କୁ ବନ୍ଦୀ ମୋକ୍ଷ କରି ବରୁଣ ପୁରୁ ଯେତେବେଳେ ନନ୍ଦଙ୍କୁ ଆଣିଲେ ଗୋକୁଳେ ଗୋପାଳେ ବରୁଣ ଭୁବନ ଦେଖିବେ ବୋଲି କଲେ ମନ ତାହାଙ୍କୁ ନିଦ୍ରା କାଳେ ନେଇ ବରୁଣ ଭୁବନ ଦେଖାଇ ପୁଣି ଦୟାରେ ଭଗବାନ ଦେଖାଇ ଆପଣା ଭୁବନ ସେ ପୁଣି ବଳଦେବ ସଙ୍ଗେ ବନେ ଖେଳନ୍ତି ନାନା ରଙ୍ଗେ ବ୍ୟମ ଓ ସୁର ମାୟା କଲା ଗୋପାଳ ପୁଅକୁ ହରିଲା ଗିରିକ୍ରୋଟରେ ନେଇ ଥୋଇ ଦ୍ୱାରରୁ ଦିଲା ଶିଳା ଦେଇ ତାହା ଯା ନିଲେ ଚକ୍ରପାଣି ବନ୍ଦୀରୁ ଗୋପ ସୁତ ଆଣି ଅସୁର ଜୀବନ ହରିଲେ ପୁଣି ଅଦ୍ଭୁତ କର୍ମ କଲେ ଗୋପାଳେ ନନ୍ଦ ଗୋପ ମେଳେ ଇନ୍ଦ୍ର ଉତ୍ସବ ଯଜ୍ଞ କାଳେ ଗୋବିନ୍ଦ ବୋଲେ ଯଜ୍ଞ ଭାଞ୍ଜି ପର୍ବତ ଗୋବର୍ଦ୍ଧନ ପୂଜି ଇନ୍ଦ୍ରକୁ ପିଲା ଯଜ୍ଞ ଭଙ୍ଗେ ମେଘ ପବନ ଘେନି ସଙ୍ଗେ ଇନ୍ଦ୍ରବ ରସେ କୋପ କରି ପ୍ରଳୟ କାଳେ ଜେହ୍ନେବାରି ତା ଦେଖି କୃଷ୍ଣ ଦୟା ଚିତେ ଗୋରୁ ଗୋପାଳ ରକ୍ଷା ଅର୍ଥେ ଶପଥ ବରଷ କୁମର ହସ୍ତେଉ ପାଡ଼ି ଗିରିବର ଛତ୍ରପ ପ୍ରାୟ ବାମ କରେ ତୋଳିଲା ଅଙ୍ଗୁଳି ଅଗ୍ରରେ ଶପଥ ଦିନ ବରସିଲା କୃଷ୍ଣର କରେ ଗିରିଥିଲା ଭୟଚି ତିଣ ସୁରରାଏ ଶରଣ ଗଲା କୃଷ୍ଣ ପାଏ ଆଶିଷୁ ରଭି ଘେନି ସଙ୍ଗେ ପୂଜିଲା କୃଷ୍ଣ ପାଦ ଯୁଗେ ସୁରଭି କ'ଣ ସ୍ୱର୍ଗର କାମଧେନୁକୁ ସୁରଭି କୁହାଯାଏ ଗୋବିନ୍ଦ ନାମ ଦେଇଗଲା ସନ୍ତୋଷେ ପୁରେ ପ୍ରବେଶିଲା ପୁଣି ଶରଦ ଋତୁ କାଳେ ଗୋବିନ୍ଦ ଯୋଗ ମାୟା ବଳେ ରାତ୍ରେ ସାଙ୍କ ରଶ୍ମି ଚାହିଁ ରାସଉ ଛବେ ଭାବଗ୍ରାହୀ ମଧୁର ବେଣୁ ନାଦ ଗୀତେ ମନ ମୋହିଲେ ବାମା ଯେତେ ଅନଙ୍ଗ ମୋହି ବ୍ରଜନାରୀ ଗୋବିନ୍ଦ ସଙ୍ଗେ କ୍ରୀଡ଼ା କରି ଶୁଣି କୃଷ୍ଣର ବେଣୁ ସ୍ୱନ ମିଳିଲା କୁବେର ନନ୍ଦନ କହିଲେ ଶଙ୍ଖଚୂଡ଼ ଅସୁର ଗୋପୀଙ୍କି ହରିବାର ଆସେ ଲୁଚିବ ଶିଲା ବନ ଦେଶେ ତାହାଙ୍କୁ ଧରି ବେଣୁଧର କର ପ୍ରହାରେ ଛେଦି ଶିର ମଣିହ ରିଲେ ତାର ଶିରୁ ଅଶେଷ ଜନ ପିତା ଗୋରୁ ପ୍ରଳମ୍ବା ବକା ବଛାସୁର କେଶିଧ ନୌକା ଷଣ୍ଢାବୀର ମୁଷ୍ଟିକ ମଲ୍ଲ କୁବଳୟା କଂସଜ ବନ ଘୋର ମାୟା ନରକା ସାଲୋ ପୁଣ୍ଡରୀକ କପିବ ଲୋଳ ଦନ୍ତବକ୍ର ଶପଥ ଷଣ୍ଢ ବିଦୁରଥ ସମ୍ବର ରୁକ୍ମିଣୀର ଭ୍ରାତ କାମ୍ବୋଜ ମତ୍ସ୍ୟ କୁରୁବୀରେ ସୃଞ୍ଜୟ କେକୟ ଅପରେ ଏହାଙ୍କୁ ସଂଗ୍ରାମେ ନିବାରି ଭୀମ ଅର୍ଜୁନ ସଙ୍ଗେ କରି ପରମ ପଦେ ଦେଲେ ସ୍ଥାନ ମାୟାମ ନୃସ୍ୟ ଭଗବାନ କଳି ପ୍ରବେଶେ କାଳ ବଳେ ପ୍ରାଣୀଏ ଚେତନା ଚଞ୍ଚଳେ ଭାରତୀ ନ ପାରନ୍ତି ଧରି ଅଳ୍ପ ଆୟୁଷ ଦେଖି ହରି ଭାରତୀ ଅର୍ଥାତ୍ ବେଦବାଣୀ ଜନ୍ମିଲେ ବ୍ୟାସ ରୂପ ଧରି ଅଶେଷ ଶ୍ରୁତି ଶାସ୍ତ୍ର କରି ବେଦଦ୍ରୁମକୁ ଶାଖା କଲେ
ଏକୁଅ ନେକ ବୁଦ୍ଧି ବଳେ ଅସୁରେ ରହି ବେଦ ମାର୍ଗେ ମାୟାବୀ ମାନେ କଳି ଯୁଗେ ମୟଦ ଇତର ସଙ୍ଗତେ ଦୃଶ୍ୟ ଅଦୃଶ୍ୟ ବେନିପଥେ ସେ କଥା ଜାଣି ଜଗନ୍ନାଥେ ବୁଧାବ ତାରେ ଜନହିତେ କପଟ ମାୟା ମୋହ ବସେ ପାଷାଣ୍ଡ ମାର୍ଗ ଉପଦେଶେ ଅନେକ ମତେ ବୁଝାଇବେ ସୁଜନ ଜନଙ୍କୁ ରଖିବେ ପୁଣି ଏ କଳି ଯୁଗ ଅନ୍ତେ ସାଧୁଜନଙ୍କ ଗୃହ ଗତେ କୃଷ୍ଣ ସ୍ମରଣ ଗୁଣଗାଥା ନହିବ ଯେବେ ହରି କଥା ଦ୍ୱିଜେପା ଷଣ୍ଡ ଆଚରିବେ ସେ ପଞ୍ଚ ଯଜ୍ଞ ନ କରିବେ ରାଜା ହୋଇବେ ଶୂଦ୍ରଜନେ ପ୍ରଜା ପୀଡ଼ିବେ କରଧନେ ଯେ ସ୍ୱାହା ସ୍ୱଧା ବସତ୍କାର ଛାଡ଼ି କରିବେ ଦୁରାଚାର ଏମନ୍ତ ଦେଖି କଳ୍ପୀ ରୂପେ ଏମନ୍ତ ଦେଖି କଳ୍କି ରୂପେ ଅଶ୍ୱା ରୋହି ମହାକୋପେ ଖଡ଼ଗ ଧରିବେ ନିହସ୍ତେ ସେ ଚେଷ୍ଟା ପିବେ ଧର୍ମପଥେ ସର୍ଜନେ ମୁହିଁ ଋଷି ନବ ପ୍ରଜାପତିଏ ତପଭାବ ସ୍ଥିତିରେ ଧର୍ମ ମନୁଗଣ ଯଜ୍ଞ ସ୍ୱରୂପ ବିଷ୍ଣୁପୁଣ ଅମର ଗଣ ରାଜାଗଣ ସଂହାରେ ଅଧର୍ମ କାରଣ ଯେ ହରେ ତିନି ପୁର ଉରଗ ଆଦି ଯେ ଅସୁର ଅନନ୍ତ ଶକ୍ତି ଦାମୋଦର ଏ ସର୍ବ ବିଭୂତି ତାହାର ଯେଣୁ ସେ ମାୟା ରୂପ ଧରେ କଳ୍ପାନ୍ତେ ସୃଷ୍ଟି କରେ ଅର୍ଥାତ୍ ସୃଷ୍ଟି ସର୍ଜନା କାଳରେ ତପସ୍ୟା ନବ ପ୍ରଜାପତି ମରିଚି ଆଦି ଋଷି ଓ ମୋ ବ୍ରହ୍ମା ରୂପରେ ସ୍ଥିତି କାଳରେ ଧର୍ମ ବିଷ୍ଣୁ ମନୁ ଦେବତା ଓ ରାଜାମାନଙ୍କ ରୂପରେ ଏବଂ ସଂହାର କାଳରେ ଅଧର୍ମ ରୁଦ୍ର କ୍ରୋଧବଶ ନାମକ ସର୍ପ ଓ ଅସୁରଙ୍କ ରୂପରେ ସର୍ବଶକ୍ତିମାନ ଭଗବାନଙ୍କର ମାୟା ବିଭୂତି ହିଁ ପ୍ରକଟିତ ହୋଇଥାଏ। ସେ ବିଷ୍ଣୁ ନାଭି ଜାତପାଦ ଆବରି ଭୁବନେ 14 ଯାବେଗେ ପ୍ରକୃତି କମ୍ପିଲା ନିଜ ବି କ୍ରମେ ଯେ ଧଇଲା ସେ ବିଷ୍ଣୁ ମହିମା ସଂସାରେ କେ ଗଣି ସଂଖ୍ୟା କରିପାରେ ଯେ କବି ଭୂମି ରେଣୁ ଗଣି ସେ କି ପାରିବ ପରିମାଣି ତାହାର ମାୟା ବଳଗତି ତା ଅନ୍ତ କେହି ନ ଜାଣନ୍ତି ତୋର ଅଗ୍ରଜ ମୁନି ଶାନ୍ତ ସେ କାହିଁ ଜାଣିବେ ତଦନ୍ତ ଅଗ୍ରଜ କହିଲେ ସନକ ଆଦି 4 ଋଷି। ବ୍ରହ୍ମାଶଙ୍କର ନ ପ୍ରମାଣେ ଅପରେ କେବା ତାହା ଜାଣେ ବାସୁକି ଅୟୁତ ବଦନେ ସମର୍ଥ ନହେ ଗୁଣମାନେ ଯାହାରେ ହରି ଦୟା କରେ ସେ ଯେବେ ନିଷ୍କପଟ ଧରି ଦୁସ୍ତର ମାୟା ସେ ତରନ୍ତି ଦୁଃଖ ସଙ୍କଟେ ନ ପଡ଼ନ୍ତି ଶ୍ୱାନ ଶୃଗାଳ ଭକ୍ଷ ଦେହେ ମୁମର ବୋଲି ଜ୍ଞାନ ନହେ ଏବେ ନା ରଦ ଶୁଣ ଧୀରେ ଯେ ବାତ ରିଲେ ମାୟା ଘୋରେ ତା ମାୟା ଚିତେ ଜାଣି ଭଲେ ଯେ ସଂସାରୁ ତରି ଗଲେ ମୁହିଁ ଜାଣଇ ମାୟା ତାର ତୁ ଜାଣଇ ଶଙ୍କର ପ୍ରହ୍ଲାଦ ଜାଣେ ଅନ୍ତର୍ଗତେ ମନୁଜେ କୁଟୁମ୍ବ ସହିତେ ପ୍ରାଚୀନ ବହି ରୁଭୁଅଙ୍ଗ ଧ୍ରୁବଇ କ୍ଷାକୁ ମୁଚୁକୁନ୍ଦ ବିଦେହ ସୌମ୍ୟ ସୁତ ଗାଧି ରଘୁ ଅମ୍ବରୀଶ ସୁବୁଧି ସୌମ୍ୟ ସୁତ ହେଲେ ପୁରୁରବା ରଘୁ ଅମ୍ବରୀଶ ସୁବୁଧି ଗୟନା ହୁସ ଆଦି ଯେତେ ଶୁଣନା ରଦ କହୁଁ ତତେ ନାହୁସ ମାନେ ନହୁସ ପୁତ୍ର ଯଜାତି
ମାନ୍ଧାତା ଅଳର୍କ ସର୍ତ୍ତ ଧନୁ ରନ୍ତି ଦେ ବଜେ ଗଙ୍ଗା ଶୁନୁ। ମାନ୍ଧାତ ଅଳର୍କ ହେଉଛନ୍ତି ମାନ୍ଧାତ ଓ ଅଳର୍କ। ଅମୃତ ରୟ ଯେ ଶୋଭରି ଦିলীପ ଉତ୍ତଙ୍କ ଯେ ବଳି ଶିବିଦେ ବଳ ପିପଳାଦ ସାରସ୍ୱ ତସଙ୍ଗେ ଉଦ୍ଧବ ଯେ ପରା ସର ଭୂରିଷେଣ ରାବଣ ଭ୍ରାତ ହନୁମାନ ଶୁକ ଯେ ଉପ ଇନ୍ଦ୍ରଦତ୍ତ ବିଦୁର ଆଷ୍ଟି ସେଣ ପାର୍ଥ ବ୍ରାହ୍ମଣ ସୁତ ଦେବତୁଲେ ବିଷ୍ଣୁମା ୟାରୁ ତରି ଗଲେ ତିର୍ଯକ ହୁଣ ଶୂଦ୍ର ସ୍ତ୍ରୀ ଶବର ଆଦି ଗଲେ ତରି କୃଷ୍ଣର ରୂପେ ମନଜାର କିବାକ ହିବା ଗତି ତାର ଅଦ୍ଭୁତ କର୍ମ ଯେ ତାହାର ଯେ ଭାବେ ନାହିଁ ପରାପର ତା ଭକ୍ତି ଶିକ୍ଷା ଅଟେ ଯାର ସେହି ତ ରନ୍ତି ମାୟା ଘୋର ନିତ୍ୟ ପ୍ରଶାନ୍ତ ସେ ନିର୍ଭୟ ପ୍ରବୋଧ ମାତ୍ର ଯାର ଦେହ ସେ ଶୁଦ୍ଧ ସର୍ବ ଘଟେ ସମ ରୂପ ରୂପ ପରଧାମ ଶବ୍ଦ ନ ପାରେ ଯାହା କହି ଅନେକ କ୍ରିୟା ଯୋଗ ବହି ଯାରସ ମୁଖେ ଭଗବତୀ ଲାଜେ ପଳାଇ ଶିରିପୋତି ଯାରସ ମୁଖେ ଭଗବତୀ ଲାଜେ ପଳାଇ ଶିରପୋତି। ଏଠି ଭଗବତୀ ଶବ୍ଦଟି କେବଳ ମାୟା ଶବ୍ଦ ପାଇଁ ବ୍ୟବହାର କରାଯାଇଛି। ଯେ ବ୍ରହ୍ମ ଜ୍ଞାନୀ ମୁନିଗଣେ ଯାହା ସ୍ମରନ୍ତି ଅନୁକ୍ଷଣେ ନିଜ ସ୍ୱରୂପ ତାର ଚିନ୍ତି ପରମ ପୁରୁଷ ବୋଲନ୍ତି ଅଜସ୍ର ସୁଖ ସେ ବିଶ୍ୱକ ନହିଁ ଯାହାର ରୂପରେଖ ଯାହାର ପାଦ ଦୃଢ଼ ଚିତେ ଯୋଗୀ ଧାରଣା ଅନ୍ତର୍ଗତେ ଭାବିଛାଡ଼ନ୍ତି ସର୍ବତାପ ଇନ୍ଦ୍ର ନ ଖୋଳେ ଯେହ୍ନେ କୂପ ସେ ହରି କୈବଲ୍ୟନାଥ ଭାବ ଭାବ ଏ ଜଗତ କରାଏ ସର୍ବଦେହେ ବସି ସମାଧି ସ୍ୱଭାବ ପ୍ରକାଶୀ ଦେହ ବି ଯୋଗ କାଳେ ଦେହି ଗଗନ ପ୍ରାୟ ଶୂନ୍ୟ ରହି ତେଣେ ତାହାର ସଙ୍ଗ ନାହିଁ ଜନମ ମୃତ୍ୟୁ ତାର କାହିଁ ହେ ପୁତ୍ର କହିଲି ମୁଁ ତୋତେ ହରିମ ହିମା ଭାବିଚିତେ ସତ ସତ ରୂପ ଯେହି ଅଶେଷ ମାୟା ରୂପ ବହି କରଇ ଆତ୍ମା ଖେଳ ଲୀଳା ତାର ଚରିତ ଭବବେଳା ଏ ଭାଗବତ ଧର୍ମ ଯେତେ ଗୋବିନ୍ଦ କହିଥିଲେ ମତେ ଏ ସର୍ବ ସଂଗ୍ରହର ମୂଳ ଅଶେଷ ଧର୍ମ ଯଜ୍ଞ ଫଳ ଲୀଳା ବିସ୍ତାରି କହ ମୁଖେ ସୁଜନ ଜନଙ୍କର ସୁଖେ ଯେମନ୍ତେ ପ୍ରାଣୀଙ୍କର ଚିତେ କୃଷ୍ଣ ବିଷୟ ଅବିରତେ ଯେମନ୍ତେ ନାଶେ ଶୋକମୋହ ଇତି ସଂକଳ୍ପିତାତକ ଇତି ମାନେ ଏହା ବର୍ଣ୍ଣିଲି ଈଶ୍ୱରର ମାୟା ସେ ଶୁଣେ ଯାରେ ତାର ଦୟା ବର୍ଣ୍ଣିଲି ଈଶ୍ୱରର ମାୟା ସେ ଶୁଣେ ଯାର ତାର ଦୟା ମାୟା ନ ଲାଗେ ତୋର ଚିତ ମାୟା ନ ଲାଗେ ତାର ଚିତେ ଯେ ଶୁଣେ ଗୁଣେ ଅବିରତେ ଏମନ୍ତ ଭାଗବତ ବାଣୀ ନାରଦ ବ୍ରହ୍ମା ମୁଖୁ ଶୁଣି ମନ ଆନନ୍ଦେ କୃତକୃତ୍ୟ କହଇ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ବ୍ରହ୍ମା ନାରଦ ସମ୍ବାଦେ ନାମ ସପ୍ତମୋଧ୍ୟାୟଃ। ବର୍ତ୍ତମାନ ଏହି ଅଧ୍ୟାୟର ଆମେ ବ୍ୟାଖ୍ୟା ଶୁଣିବା। ଅଧ୍ୟାୟ ଗୁଡ଼ିକ ଟିକେ ଲମ୍ବା ଅଛି, ତେଣୁ ଟିକେ ଧୈର୍ଯ୍ୟର ସହିତ ଆପଣମାନେ ଶୁଣିଲେ ପଦ୍ୟାନ୍ତରୀ ଏବଂ ବ୍ୟାଖ୍ୟା ଉଭୟକୁ ଭଲ ଭାବରେ ଶୁଣି ଅଧ୍ୟାୟର ଗୁରୁତ୍ୱ ଅଂଶକୁ ଜାଣିପାରିବେ।
कहीं ए अध्याय भगवान लीला अवतार कथा वर्णना कराଯାଇଛି। ब्रह्मा कहले प्रलय जल बुड़ी जाइथिबा पृथ्वी को उद्धार करने निमंते अनंत भगवान सकल यज्ञमय बराह शरीर धारण करथिले। जल भितर तांको सहित युद्ध करने को आदि दैत्य हिरण्याक्ष माड़ी आसिला, किंतु इंद्र जेपरी वज्र द्वारा पर्वत मानकर पक्ष काटी देइथिले, बराह भगवान सेहीपरि निज दंतरे ताकू खंड विखंड कर देइथिले। पुणी सही प्रभु रुचि नामक प्रजापति पत्नी आकृति गर्भरु सुयज्ञ रूपे अवतार रूपे ग्रहण करथिले। सही अवतार से दक्षिणा नामनी पत्नी ठारू सुजस नामक देवता मानकु उत्पन्न करथिले और त्रिलोकर बड़ बड़ संकट हरण करथिले। तेणु स्वयंभव मनु तांकु हरि नाम संबोधन करथिले। से नारद हे नारद, कर्दम प्रजापति गृह देवहूति गर्भरु भगवान 9 जन भौणी सहित कपिल रूप से अवतार ग्रहण करथिले। से तांको माता को आत्मज्ञान उपदेश देइथिले, जहा फल देवहूति हृदय र सकल मल बा त्रिगुण जनित सकल आसक्ति धोई होगला एवं से कपिल भगवान वास्तविक स्वरूप में एकाकार रहीगले। महर्षि अत्रि भगवान को पुत्र रूपे पाइबा को चाहिए, तांको उपरे प्रसन्न होई दिने भगवान तांको कहिले, मु निजे निजको आपना को देदेली। एहीपरि भाव निजको दान करी अवतार ग्रहण करिबारु भगवान को नाम दत्त बा दत्तात्रेय होईगला। ताहांकर चरण कमल परागरे निज निजर शरीर को पवित्र करदे राजा जदु और सहस्रार्जुन प्रभृति जोग द्वारा भोग और मोक्ष उभय सिद्धि पाईगले। हे नारद, सृष्टिर आरंभ काल मु विविध लोक रचना करिवार इच्छा रखी तपस्या करी। मोर सही अखंड तपस्यार प्रसन्न होई भगवान सन नामक युक्त होई सनक, सनंदन, सनातन आदि और सनत कुमार रूप से अवतार ग्रहण कले। सन शब्दर अर्थ तप। प्रलय हेतु ऋषि माने पूर्व कल्पर आत्मज्ञान सबू भूली जाइथिले। एही अवतार से सेमानंकु सही भूली जाइथिबा आत्मज्ञान उपदेश देले। ता फल सेमाने तत्क्षणात् निज निज हृदय परम तत्वर साक्षात्कार लाभ करथिले। धर्मक पत्नी तथा दक्षक कन्या मूर्ति गर्भरु भगवान नर और नारायण एहीपरि 2 ऋषि रूपे अवतरित होइथिले। नर और नारायणक महिमा जेपरि थिला, सेमानक तपस्यार प्रभाव मध्य सेहीपरि होइथिला। सेमानकर तपस्या भांगिबा लागि इंद्र कामदेवଙ୍କ सेना समेत अप्सरा मानकु पठाई देइथिले, किंतु सेमाने तांको सम्मुख को जीवा मात्रे निज निजर स्वभाव हराई बसिले। सेमाने सेमानकर हावभाव द्वारा सही आत्मस्वरूप भगवान को तपस्या विघ्न घटाई पारिले नाही। हे नारद, शंकर आदि महानुभव माने निजर रोषभरा दृष्टि कामदेव को सीना जाली दे पारंती, हेले निजको जलाउथबा क्रोध को सेमाने जाली पारंती नहीं। किंतु सही क्रोध नर नारायण को निर्मल हृदय प्रवेश करने पूर्व ही भୟରେ थरी उठे। सेपरि प्रभुଙ୍କ हृदय काम भला प्रवेश करि पारंता किपरि। 5 वर्षर बालक ध्रुव तांको पिता उत्तानपादଙ୍କ पाखरे बसिथिले। सेतिक बेले तांको साबतमा सुरुचि आसी कटु वाक्यबाण ध्रुवଙ୍କ मनरे भीषण आघात देले। एते कम बयसर होइथिले मध्य से सही ग्लानी रे तपस्या करिबा निमंते वनकु चलीगले। ताहांको प्रार्थना रे प्रसन्न होई भगवान आविर्भूत हेले एवं ध्रुवଙ୍କୁ ध्रुवपद प्रदान कले। आज मध्य दिव्य महर्षिगण ध्रुवଙ୍କ चतुर्दिगरे प्रदक्षिण करी तांकर स्तुतिगान करुछंती। ब्राह्मण मानकर हुंकार रूपी वज्राघात रे कुमार्गगामी बेणंकर ऐश्वर्य और पौरुष जली भस्म होगला। से नरक पढ़ा जाऊले। ऋषि मान प्रार्थना क्रमे भगवान बेणुक मृत शरीर मंथनरु पृथु रूप से अवतरित होई ताहांकु नरकरु उद्धार कले। एही रूपे पुत्र शब्द को चरितार्थ कले। पूत नामक नरकरु जे पिता को उद्धार करे तांको पुत्र कहा जाए। सही अवतार रे भगवान पृथ्वी को गाई करी ताठारु जगत निमंते समस्त प्रकार खाद्य सामग्री दोहन कले। नाभिंक राजांक पत्नी सुदेवी गर्भरु भगवान ऋषभदेव रूपे जन्म होइथिले। सही अवतार रे से सकल आसक्ति मुक्त रही इंद्रिय और मन को अत्यंत शांत करी तथा निज स्वरूप में स्थित होई समदर्शी हो गले एवं जड़ों परी हो जाई योगचर्या आचरण कले। एही स्थिति को महर्षि माने परमहंस पद बा अवधूत चर्या बोली कहती। तापर सही यज्ञ पुरुष मो यज्ञ सुवर्ण कांति होई हयग्रीव रूप में अवतार ग्रहण कले। भगवान सही विग्रह हेउची वेदमय सर्वमय और सर्वदेवमय। तांकरी नासिकारु श्वास रूप में वेदवाणी प्रकट हैला।
ଚାକ୍ଷୁଷ ମନନ୍ତର ଶେଷରେ ଭାବି ମନୁ ସତ୍ୟବ୍ରତ ଭଗବାନଙ୍କୁ ମତ୍ସ୍ୟ ରୂପରେ ଲାଭ କରିଥିଲେ। ସେତେବେଳେ ଭଗବାନ ପୃଥ୍ୱୀ ରୂପୀ ନୌକାର ଆଶ୍ରୟ ବା ଆଧାର ହୋଇଥିବାରୁ ସମସ୍ତ ଜୀବଙ୍କର ମଧ୍ୟ ଆଶ୍ରୟ ହୋଇଯାଇଥିଲେ। ପ୍ରଳୟର ସେହି ଭୟଙ୍କର ଜଳରେ ମୋ ମୁହଁରୁ ବେଦ ଖସି ପଡ଼ିଥିଲା, କିନ୍ତୁ ମତ୍ସ୍ୟ ଅବତାରରେ ଭଗବାନ ବେଦକୁ ଉଦ୍ଧାର କରି ସେହି ଜଳରେ ସ୍ୱଚ୍ଛନ୍ଦରେ ବିହାର କରିଥିଲେ। ଯେତେବେଳେ ମୁଖ୍ୟ ମୁଖ୍ୟ ଦେବତା ଓ ଦାନବମାନେ ଅମୃତ ପାଇବା ନିମନ୍ତେ କ୍ଷୀରସାଗର ମନ୍ଥନ କଲେ, ସେତେବେଳେ ଭଗବାନ କଚ୍ଛପ ରୂପ ହୋଇ ନିଜ ପିଠିରେ ମନ୍ଦରାଚଳକୁ ଧାରଣ କରିଥିଲେ। ପିଠିରେ ପର୍ବତ ଘୁରି ଘୁରି ରଗଡ଼ି ହେବାରୁ ପ୍ରଭୁଙ୍କ ପିଠିରେ କଣ୍ଡୁ କିଛି ପରିମାଣରେ ପ୍ରଶମିତ ହୋଇଯାଇଥିଲା। କଣ୍ଡୁ ଅର୍ଥାତ୍ ଖୋଜେ ହେବା। ତେଣୁ ସେ କିଛି ସମୟ ସୁଖ ନିଦ୍ରାରେ ଶୋଇପଡ଼ିଥିଲେ। ତ୍ରିଲୋକର ବିରାଟ ଭୟ ଦୂର କରିବା ନିମନ୍ତେ ସେ ନୃସିଂହ ରୂପ ଧାରଣ କରିଥିଲେ। ଚଞ୍ଚଳ ଭ୍ରୁକୁଟି ଏବଂ ତୀକ୍ଷ୍ଣ ଦାନ୍ତ ହେତୁ ତାହାଙ୍କର ମୁଖ ବଡ଼ ଭୟଙ୍କର ଦେଖାଯାଉଥିଲା। ତାଙ୍କୁ ଦେଖୁ ଦେଖୁ ହିରଣ୍ୟକଶିପୁ ଗଦାହସ୍ତରେ ତାଙ୍କ ଉପରକୁ ଝପଟି ପଡ଼ିଲା। ଭଗବାନ ନୃସିଂହ ତାକୁ ଦୂରରୁ ହିଁ ଧରି ପକାଇଲେ ଏବଂ ସେ ଛଟପଟ ହେଉଥିବା ଅବସ୍ଥାରେ ତାଙ୍କୁ ଜଙ୍ଘରେ ପକାଇ ନଖରେ ତାର ପେଟ ଚିରି ପକାଇଲେ। ଏପରି ଭାବରେ ସେ ତ୍ରିଲୋକର ଭୟ ହରଣ କରିଥିଲେ। ଏକ ବିରାଟ ସରୋବରରେ ମହାବଳୀ କୁମ୍ଭୀର ଗଜେନ୍ଦ୍ରର ଗୋଟିଏ ଗୋଡ଼ ଧରି ତାଙ୍କୁ ଗଭୀର ଜଳକୁ ଟାଣି ନେଇଥିଲା। କୁମ୍ଭୀର କବଳରୁ ମୁକ୍ତ ହେବାକୁ ଚେଷ୍ଟା କରି କ୍ଳାନ୍ତ ହୋଇଯିବାରୁ ଗଜେନ୍ଦ୍ର ଅସହାୟ ହୋଇଗଲା। ତେଣୁ ସେ ଶୁଣ୍ଢରେ ପଦ୍ମଫୁଲଟିଏ ଧରି ଉଦ୍ଧାର ଆଶାରେ ଭଗବାନଙ୍କୁ ଡାକ ପକାଇଲା। ହେ ଆଦିପୁରୁଷ, ହେ ସକଳ ଲୋକର ସ୍ୱାମୀ, ହେ ପବିତ୍ର କୀର୍ତ୍ତି, ହେ ଶ୍ରବଣ ମାତ୍ରକେ କଲ୍ୟାଣ କରୁଥିବା ପ୍ରଭୁ। ତାହାର ଡାକ ଶୁଣି ଅନନ୍ତ ଶକ୍ତି ଭଗବାନ ଚକ୍ରଧର ଗରୁଡ଼ ପିଠିରେ ବସି ସେଠାକୁ ଛୁଟି ଆସିଲେ ଏବଂ ଚକ୍ରପେଶୀ ବା ନକ୍ରନାଶୀ ବା କୁମ୍ଭୀରର ମସ୍ତକ କାଟିଦେଲେ। ନକ୍ର ଅର୍ଥାତ୍ କୁମ୍ଭୀର। ଏହି ରୂପେ ଗଜେନ୍ଦ୍ରକୁ କୁମ୍ଭୀରର କବଳରୁ ରକ୍ଷା କରି କରୁଣାକର ପ୍ରଭୁ ଶରଣାଗତ ଗଜେନ୍ଦ୍ରର ଶୁଣ୍ଢ ଧରି ତାକୁ ସରୋବରରୁ ଟେକି ଆଣିଲେ ଏବଂ ବିପତ୍ତିରୁ ଉଦ୍ଧାର କଲେ। ଭଗବାନ ବାମନ ଥିଲେ ଅଦିତିଙ୍କର ପୁତ୍ରମାନଙ୍କ ମଧ୍ୟରେ ସବୁଠାରୁ ସାନ, କିନ୍ତୁ ଗୁଣ ଦୃଷ୍ଟିରୁ ସେ ଥିଲେ ସମସ୍ତଙ୍କଠାରୁ ବଡ଼। ରାଜା ବଳି 3 ପାଦ ଭୂମି ଦାନ କରିବାକୁ ସଂକଳ୍ପ କରିଦେବା କ୍ଷଣି ଯଜ୍ଞ ପୁରୁଷ ଭଗବାନ ସେହି ବାମନ ଅବତାରରେ ନିଜ ପାଦରେ ହିଁ ତ୍ରିଲୋକକୁ ମାପି ଦେଇଥିଲେ। ବାମନ ହୋଇ ସେ 3 ପାଦ ଭୂମି ଦାନ କରିବା ବାହାନାରେ ବଳିଙ୍କଠାରୁ ସ୍ୱର୍ଗ ମର୍ତ୍ତ୍ୟ ଆଦି ସକଳ ଭୂମି ତ ନେଇଗଲେ, କିନ୍ତୁ ତା ସହିତ ପ୍ରମାଣ ବି କରିଦେଲେ ଯେ ସେ ଯେଉଁ ସନ୍ମାର୍ଗରେ ଚାଲୁଛନ୍ତି ତାଙ୍କୁ କେବଳ ଭିକ୍ଷା ମାଗି ହିଁ ଐଶ୍ୱର୍ଯ୍ୟଚ୍ୟୁତ କରାଯାଇପାରେ। ସମର୍ଥ ପ୍ରଭୁ ମଧ୍ୟ ନିଜର ପ୍ରଭୁତ୍ୱ ବଳରେ ତାଙ୍କୁ ସମ୍ପଦଚ୍ୟୁତ କରିବା ଅନୁଚିତ ହେବ। ଦୈତ୍ୟରାଜ ବଳି ଭଗବାନଙ୍କ ପାଦ ପ୍ରକ୍ଷାଳନ କରି ତାଙ୍କର ଚରଣ ଦୋକ ଶିରରେ ଧାରଣ କଲେ ଏବଂ ଦେବତାମାନଙ୍କର ଆଧିପତ୍ୟ ବା ଇନ୍ଦ୍ରପଦ୍ୟ ମଧ୍ୟ ଲାଭ କଲେ। କିନ୍ତୁ ଏହା ବଳିଙ୍କ ପାଇଁ କୌଣସି ବିଶେଷ ପୁରୁଷାର୍ଥର କାର୍ଯ୍ୟ ନଥିଲା। ତାଙ୍କର ବିଶେଷ ପୁରୁଷାର୍ଥ କେବଳ ଏତିକି ଥିଲା ଯେ ସେ ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ବାରଣ ସତ୍ତ୍ୱେ ନିଜ ପ୍ରତିଜ୍ଞାର ବିପରୀତ କୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ନ ହୋଇ ସକଳ ବୈଭବ ସମେତ ନିଜକୁ ମଧ୍ୟ ଭଗବାନଙ୍କର ବୋଲି ସ୍ୱୀକାର କରି ନିଜେ ତାଙ୍କରି ଚରଣରେ ସମର୍ପିତ ହୋଇଗଲେ। ହେ ନାରଦ, ତୁମର ଅତ୍ୟନ୍ତ ପ୍ରେମ ଭାବରେ ଭଗବାନ ପରମ ପ୍ରସନ୍ନ ହୋଇ ହଂସ ରୂପରେ ତୁମକୁ ଯୋଗ, ଜ୍ଞାନ ଓ ଆତ୍ମତତ୍ତ୍ୱ ପ୍ରକାଶିତ କରୁଥିବା ଭାଗବତ ଧର୍ମ ଉପଦେଶ ଦେଇଥିଲେ। ସେହି ଭକ୍ତି ଯୋଗ ରୂପୀ ଭାଗବତ ଧର୍ମ କେବଳ ଭଗବାନ ବାସୁଦେବଙ୍କର ଶରଣାଗତ ଭକ୍ତମାନଙ୍କୁ ସହଜରେ ମିଳିଥାଏ। ସ୍ୱୟଂଭୁବ ଆଦି ମନନ୍ତରରେ ସେହି ଭଗବାନ ହିଁ ମନୁ ରୂପରେ ଅବତାର ନେଇ ମନୁ ବଂଶର ରକ୍ଷା କରନ୍ତି ଏବଂ ନିଜର ସୁଦର୍ଶନ ଚକ୍ରର ତେଜ ପରି 10 ଦିଗରେ ଅବାଧ ପ୍ରଭାବ ବିସ୍ତାର କରି ନିଷ୍କଣ୍ଟକ ରାଜ୍ୟରେ ରାଜୁତି କରନ୍ତି। ତ୍ରିଲୋକ ଉପରେ ଥିବା ସତ୍ୟଲୋକ ପର୍ଯ୍ୟନ୍ତ ମଧ୍ୟ ତାହାଙ୍କ ଚରିତର କମନୀୟ କୀର୍ତ୍ତି ବିସ୍ତୃତ ହୋଇଯାଏ ଏବଂ ଏହି ରୂପରେ ସେ ବେଳେବେଳେ ପୃଥିବୀର ଭାର ରୂପେ ରହିଥିବା ଦୁଷ୍ଟ ରାଜମାନଙ୍କୁ ମଧ୍ୟ ଦମନ କରନ୍ତି। ଭଗବାନ ଧନନ୍ତରୀ ହେଉଛନ୍ତି ସ୍ୱୟଂ କୀର୍ତ୍ତି ସ୍ୱରୂପ। ଧନନ୍ତରୀ ଅବତାର ନେଇ ଭଗବାନ ସମସ୍ତ ରୋଗ ଦୂର କରିଦିଅନ୍ତି। ତାହାଙ୍କର ନାମ ନେବା ମାତ୍ରେ ହିଁ ରୋଗ ଦୂର ହୋଇଯାଏ। ଏହି ଅବତାରରେ ହିଁ ସେ ଦେବତାମାନଙ୍କୁ ଅମୃତ ପ୍ରଦାନ କଲେ ଏବଂ ଦୈତ୍ୟମାନେ ହରଣ କରି ନେଇଥିବା ଯଜ୍ଞଭାଗ ଦେବତାମାନଙ୍କୁ ପୁନଃ ପ୍ରଦାନ କରାଇଲେ। ସେ ହିଁ ଜଗତରେ ଆୟୁର୍ବେଦ ପ୍ରଚଳନ କରିଥିଲେ। ବ୍ରାହ୍ମଣ ଦ୍ରୋହୀ କ୍ଷତ୍ରିୟମାନେ ଆର୍ଯ୍ୟ ମର୍ଯ୍ୟାଦା ଲଙ୍ଘନ କରି ଏବଂ ଦୈବବଶତଃ ନିଜର ବିନାଶ ନିମନ୍ତେ ବୁଦ୍ଧି ପାଇ ପୃଥିବୀର କଣ୍ଟକ ହୋଇଯିବାରୁ ସେମାନଙ୍କୁ ନାଶ କରିବା ନିମନ୍ତେ ଭଗବାନ ମହାପରାକ୍ରମୀ ପରଶୁରାମ ରୂପରେ ଅବତୀର୍ଣ୍ଣ ହେଲେ ଏବଂ ନିଜର ତୀକ୍ଷ୍ମଧାର ପରଶୁରେ ସେମାନଙ୍କୁ ଭୟଙ୍କର ଭାବରେ 21 ବାର ସଂହାର କଲେ। ଆମ୍ଭମାନଙ୍କୁ କୃପା କରିବା ନିମନ୍ତେ ହିଁ ମାୟାପତି ଭଗବାନ ନିଜର କଳା ବା ଅଂଶ ଭରତ, ଶତ୍ରୁଘ୍ନ ଓ ଲକ୍ଷ୍ମଣଙ୍କ ସହିତ ଶ୍ରୀରାମ ରୂପେ ଇକ୍ଷ୍ୱାକୁ ବଂଶରେ ଅବତୀର୍ଣ୍ଣ ହୋଇଥିଲେ।
ସେହି ଅବତାରରେ ସେ ପିତାଙ୍କ ଆଦେଶ ପାଳନ କରିବା ନିମନ୍ତେ ନିଜର ପତ୍ନୀ ଓ ଭାଇ ଲକ୍ଷ୍ମଣଙ୍କ ସହିତ ବନବାସ କରିବାକୁ ଚାଲିଗଲେ। ସେହି ବନବାସ କାଳରେ ତାଙ୍କର ସହିତ ଶତ୍ରୁତା କରି ରାବଣ ତାଙ୍କରି ହାତରେ ନିହତ ହେଲା। ତ୍ରିପୁର ବିମାନକୁ ଜାଳିଦେବା ପାଇଁ ରୁଦ୍ର ଯେପରି ପ୍ରଚଣ୍ଡ କ୍ରୋଧିତ ହୋଇଥିଲେ, ଶତ୍ରୁନଗରୀ ଲଙ୍କାକୁ ଭସ୍ମ କରିଦେବା ପାଇଁ ରାମ ସେହିପରି କ୍ରୋଧିତ ହୋଇ ସମୁଦ୍ର ତଟରେ ପହଞ୍ଚିଗଲେ। ସୀତା ବିଚ୍ଛେଦ ଜନିତ ବର୍ଦ୍ଧିତ କ୍ରୋଧାଗ୍ନିରେ ରାମଙ୍କ ଚକ୍ଷୁ ଏତେ ଲାଲ ହୋଇଯାଏ ଯେ ତାଙ୍କ ଦୃଷ୍ଟି ପଡ଼ୁ ପଡ଼ୁ ହିଁ ସମୁଦ୍ରର ମକର, କୁମ୍ଭୀର, ସର୍ପ ଆଦି ଜୀବ କ୍ରୋଧାଗ୍ନିର ଜ୍ୱାଳାରେ ଛଟପଟ ହେଲେ। ତାହା ଦେଖି ସମୁଦ୍ର ଭୟରେ ଥରହୋର ହୋଇ ତାଙ୍କୁ ଲଙ୍କା ଯିବାକୁ ମାର୍ଗ ଦେଇଦେଲା। ଇନ୍ଦ୍ରଙ୍କ ବାହନ ଐରାବତ ଯେତେବେଳେ ରାବଣଙ୍କୁ ଆକ୍ରମଣ କରିଥିଲା, ସେତେବେଳେ ରାବଣର କଠୋର ଛାତିରେ ବାଜି ତାର ଦାନ୍ତ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଚାରିଆଡ଼େ ବିଛେଇ ହୋଇ ପଡ଼ିଯାଇଥିଲା। ତା ଫଳରେ ଦିଗ ବିଦିଗ ଧଳା ହୋଇଯିବାରୁ ଦିଗ୍ବିଜୟୀ ରାବଣ ଗର୍ବରେ ହସି ଉଠୁଥିଲା। ରାମଙ୍କ ପତ୍ନୀ ସୀତାଙ୍କୁ ଚୋରାଇ ନେବା ପରେ ସେହି ରାବଣ ଆହୁରି ଗର୍ବରେ ଫୁଲି ଉଠିଲା। କିନ୍ତୁ ଯୁଦ୍ଧକ୍ଷେତ୍ରକୁ ଆସି ରାମଙ୍କ ଧନୁର ଟଙ୍କାର ଶୁଣିବା ମାତ୍ରେ ତାର ସେହି ଗର୍ବ ପ୍ରାଣ ସହିତ କେଉଁଆଡ଼େ ବିଲୀନ ହୋଇଗଲା। ଯେତେବେଳେ ଦଳ ଦଳ ଦୈତ୍ୟ ପୃଥିବୀକୁ କଷଣ କରି ଦେଇ ଚାଲିବେ ଯେତେବେଳେ ଦଳ ଦଳ ଦୈତ୍ୟ ପୃଥିବୀକୁ କଷଣ ଦେଇ ଚାଲିବେ, ସେତେବେଳେ ପୃଥିବୀର ଭାର ଲାଘବ କରିବା ନିମନ୍ତେ ସ୍ୱୟଂ ଆନନ୍ଦନିଧି ଭଗବାନ ନିଜ କଳାରେ ଅବତୀର୍ଣ୍ଣ ହୋଇ ଗୌରବର୍ଣ୍ଣ ବା ଶ୍ରୀବଳରାମ ରୂପରେ ତଥା ଶ୍ୟାମବର୍ଣ୍ଣ ଶ୍ରୀକୃଷ୍ଣ ରୂପରେ ପରିଚିତ ହେବେ। ନିଜର ମହିମା ପ୍ରକଟ କରିବାକୁ ସେମାନେ ଏତେ ଅଦ୍ଭୁତ ଲୀଳା କରିବେ ଯେ ସଂସାରର ଲୋକେ ସେସବୁ ଲୀଳାର ରହସ୍ୟ ବୁଝିବାକୁ ଆଦୌ ସମର୍ଥ ହୋଇପାରିବେ ନାହିଁ। ସେ ନିତାନ୍ତ ଶିଶୁ ଅବସ୍ଥାରେ ପୂତନା ରାକ୍ଷସୀର ପ୍ରାଣ ହରି ନେବା, 3 ମାସର ହେଉ ହେଉ ଗୋଡ଼ ଛାଟି ଦେଇ ଏକ ବିରାଟ ଶଗଡ଼କୁ ଓଲଟି ଦେବା, ଆଣ୍ଠେଇବା ବୟସରେ ଆଣ୍ଠେଇ ଆଣ୍ଠେଇ ଯାଇ 2ଟି ଆକାଶ ଛୁଆଁ ବିରାଟ ଅର୍ଜୁନ ବୃକ୍ଷ ମଝିରେ ପଶି ସେହି 2ଟିକୁ ଉପାଡ଼ି ଦେବା, ଏସବୁ କିଛି ସାମାନ୍ୟ କଥା ନୁହେଁ। ଏପରି ଅଦ୍ଭୁତ କର୍ମ ସ୍ୱୟଂ ଭଗବାନଙ୍କ ବିନା ଅନ୍ୟ କେହି କରିପାରିବେ ନାହିଁ। କାଳିୟ ନାଗର ବିଷରେ ଯମୁନା ଜଳ ବିଷାକ୍ତ ହୋଇଯାଇଥିବ। ସେହି ଜଳ ପିଇ ଯେତେବେଳେ ବାଛୁରୀ ଓ ଗୋପାଳ ବାଳକମାନେ ମରିଯିବେ, ସେତେବେଳେ ଶ୍ରୀକୃଷ୍ଣ ନିଜର କୃପାଦୃଷ୍ଟି ବର୍ଷଣ କରି ସେମାନଙ୍କୁ ବଞ୍ଚାଇ ଦେବ ଏବଂ ଯମୁନା ଜଳକୁ ବିଶୁଦ୍ଧ କରିବା ଲାଗି ସେ ସେଥିରେ ବିହାର କରିବେ ଓ ବିଷାକ୍ତ ଜୀବ ଲହ ଲହ କରୁଥିବା କାଳିୟକୁ ମର୍ଦ୍ଦନ କରି ସେଠାରୁ ତଡ଼ିଦେବେ। ସେହିଦିନ ରାତିରେ ସମସ୍ତେ ଯମୁନା ତଟରେ ନିଘୋଡ଼ ନିଦରେ ଶୋଇଥିବା ବେଳେ ପାଖ ବଣରେ ନିଆଁ ଲାଗିଯିବ। ବ୍ରଜବାସୀମାନେ ନିଆଁ ଘେର ଭିତରେ ଆର୍ତ୍ତନାଦ କରିବେ। ସେତେବେଳେ ବଳରାମଙ୍କ ସହିତ ମିଶି ସେ ସେମାନଙ୍କୁ ଆଖି ବନ୍ଦ କରିଦେବାକୁ କହିବେ ଏବଂ ସୁନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରି ବ୍ରଜ ଫେରାଇ ଆଣିବେ। ପ୍ରଭୁଙ୍କର ସେହି ଲୀଳା ମଧ୍ୟ ଅଚିନ୍ତ୍ୟ ଓ ଅଲୌକିକ ହେବ। ଦିନେ ତାଙ୍କ ମା ତାଙ୍କୁ ଦଉଡ଼ିରେ ବାନ୍ଧିବାକୁ ବସିବେ, କିନ୍ତୁ ସେ ଯେତେ ଦଉଡ଼ି ଆଣିଲେ ବି ତାହା ତାଙ୍କ ଅଣ୍ଟା ପେଟକୁ ପାଇବ ନାହିଁ। ବାନ୍ଧିଲା ବେଳକୁ 2 ଆଙ୍ଗୁଳି ଛୋଟ ହେବ। ଆଉ ଦିନେ ଶ୍ରୀକୃଷ୍ଣ ହାଇ ମାରିବା ବେଳେ ତାଙ୍କ ପାଟି ଭିତରେ 14 ଭୁବନ ରହିଥିବା ଦେଖିଦେଇ ମାତା ଯଶୋଦା ପ୍ରଥମେ ଭୟଭୀତ ହୋଇଯିବେ, କିନ୍ତୁ ସେ ଶେଷରେ ପୁନଃ ଆଶ୍ୱସ୍ତ ହେବେ। ପ୍ରଭୁ ନନ୍ଦ ଗୋପଙ୍କୁ ଅଜଗର ଭୟରୁ ବରୁଣଙ୍କ ବନ୍ଧନରୁ ମୁକ୍ତ କରିବେ। ମୟଦାନବର ପୁଅ ବ୍ୟମାସୁର ଯେତେବେଳେ ଗୋପାଳ ବାଳକମାନଙ୍କୁ ନେଇ ପାହାଡ଼ ଗୁମ୍ଫାରେ ପୁରାଇ ରୁଦ୍ଧ କରିଦେବେ, ସେତେବେଳେ ସେ ସେମାନଙ୍କୁ ମଧ୍ୟ ସେଥିରେ ଉଦ୍ଧାର କରିବେ। ଗୋକୁଳର ଲୋକେ ଦିନସାରା କାମଧନ୍ଦାରେ ବ୍ୟସ୍ତ ରହିବେ ଏବଂ ରାତିରେ କ୍ଳାନ୍ତ ହୋଇ ଶୋଇପଡ଼ିବେ। ଦିନରାତି ଏପରି କଟାଇ ଦେଉଥିବାରୁ ସେମାନେ କୌଣସି ଆଧ୍ୟାତ୍ମିକ ସାଧନା କରିବେ ନାହିଁ। ସେପରି ସାଧନହୀନ ଲୋକଙ୍କୁ ମଧ୍ୟ ସେ ନିଜର ପରମଧାମକୁ ନେଇଯିବେ। ହେ ନିଷ୍ପାପ ନାରଦ, ଶ୍ରୀକୃଷ୍ଣଙ୍କ ବୁଦ୍ଧିରେ ପଡ଼ି ଗୋପର ଲୋକେ ଇନ୍ଦ୍ରଙ୍କର ଯଜ୍ଞ ପୂଜା ବନ୍ଦ କରିଦେବେ। ତା ଫଳରେ ଇନ୍ଦ୍ର କ୍ରୋଧରେ ବ୍ରଜଭୂମିକୁ ବିଧ୍ୱଂସ କରିଦେବା ନିମନ୍ତେ ଗୋପର ଚାରିଆଡ଼େ ମୁଷଳ ଧାରାରେ ବର୍ଷା କରିବେ। ବ୍ରଜବାସୀମାନଙ୍କୁ ତଥା ସେମାନଙ୍କର ପଶୁମାନଙ୍କୁ ସେହି ଘୋର ବର୍ଷାରୁ ରକ୍ଷା କରିବା ନିମନ୍ତେ 7 ବର୍ଷର ବାଳକ ଶ୍ରୀକୃଷ୍ଣ କୃପା ପରବଶ ହୋଇ ଗୋବର୍ଦ୍ଧନ ପର୍ବତକୁ ଗୋଟିଏ ହାତରେ 7 ଦିନ ପର୍ଯ୍ୟନ୍ତ ଛତୁଟିଏ ଟେକି ଧରିବା ପରି ଅବଲୀଳା କ୍ରମେ ଟେକି ଧରିବେ। ବୃନ୍ଦାବନରେ ବିହାର କରିବା ସମୟରେ ତାଙ୍କର ରାସଲୀଳା କରିବାକୁ ଇଚ୍ଛା ହେବ। ରାତିରେ ଚାରିଆଡ଼େ ଉଜ୍ଜଳ ଚନ୍ଦ୍ରକିରଣ ବିଛେଇ ହୋଇ ପଡ଼ିଥିବ। ଏପରି ସମୟରେ ସେ ନିଜ ବଂଶୀରେ ମଧୁର ସଙ୍ଗୀତର ତାନ ତୋଳିବେ। ସେହି ବଂଶୀ ସ୍ୱନରେ ପ୍ରେମ ବୁହଳା ହୋଇ ଗୋପୀମାନେ ଘରୁ ବାହାରି ଆସିବେ। କୁବେରଙ୍କ ସେବକ ଶଙ୍ଖଚୂଡ଼ ଗୋପୀମାନଙ୍କୁ ହରଣ କରି ନେବାରୁ ଶ୍ରୀକୃଷ୍ଣ ତାର ଶିରଚ୍ଛେଦନ କରିବେ ଏବଂ ଗୋପୀମାନଙ୍କୁ ଉଦ୍ଧାର କରିବେ। ଏପରି ଦୁଷ୍ଟ ନାଶନ ଛଡ଼ା ଶ୍ରୀକୃଷ୍ଣ ଆହୁରି ମଧ୍ୟ ପ୍ରଳମ୍ବାସୁର, ଧେନୁକାସୁର, ବକାସୁର, କେଶୀ, ଅରିଷ୍ଟାସୁର ଆଦି ଦୈତ୍ୟ, ଚାଣୁର ଆଦି ମଲ୍ଲମାନଙ୍କୁ, କୁବଳା ପୀଡ଼ ହସ୍ତୀକୁ, କଂସ, କାଳଯବନ, ଭୌମାସୁର ବା ନରକାସୁର, ପୌଣ୍ଡ୍ରକ, ସାଲୁଅ, ଦ୍ୱିବିଧ ବାନର, ବଲ୍ୱଳ, ଦନ୍ତବକ୍ତ୍ର ରାଜା, ନଗ୍ନଜିତଙ୍କ 7 ଷଣ୍ଢ, ସମ୍ବରାସୁର, ବିଦୁରଥ ଓ ରୁକ୍ମୀ ଆଦି ଦୁଷ୍ଟମାନଙ୍କୁ ତଥା
କାମ୍ବୋଜ, ମତ୍ସ୍ୟ, କୁରୁ, କୈକେୟୀ, ସୁଞ୍ଜୟ ଆଦି ଦେଶର ରାଜାମାନଙ୍କୁ ଏବଂ ଧନୁର୍ବାଣ ଧରି ଯେତେ ସବୁ ଯୋଦ୍ଧା ଯୁଦ୍ଧକ୍ଷେତ୍ରରେ ଆଗକୁ ଆସିବେ, ସେ ସମସ୍ତଙ୍କୁ ସେତେବେଳେ ବଳରାମ, କେତେବେଳେ ଭୀମ, କେତେବେଳେ ଅର୍ଜୁନ ଆଦି ନାମର ବାହନ କରି ସେ ସ୍ୱୟଂ ନିଧନ କରିବେ ଏବଂ ଭଗବାନଙ୍କ ଦ୍ୱାରା ନିହତ ହୋଇ ସେମାନେ ଭଗବତ ଧାମକୁ ଚାଲିଯିବେ। କାଳର ଗତି ଅନୁସାରେ ଲୋକମାନଙ୍କର ବୁଝିବା ଶକ୍ତି କମ୍ ହୋଇଯାଏ, ଆୟୁ ମଧ୍ୟ କମିଯାଏ। ସେତେବେଳେ ଭଗବାନ ଦେଖନ୍ତି ଯେ ଲୋକେ ଭଗବତ ତତ୍ତ୍ୱ ପ୍ରତିପାଦକ ବେଦବାଣୀର ତାତ୍ପର୍ଯ୍ୟ ବୁଝିବାକୁ ଅସମର୍ଥ ହୋଇଗଲେଣି। ତେଣୁ ପ୍ରତ୍ୟେକ କଳ୍ପରେ ଭଗବାନ ସତ୍ୟବତୀଙ୍କ ଗର୍ଭରୁ ବ୍ୟାସ ରୂପରେ ଆବିର୍ଭୂତ ହୋଇ ବେଦରୂପୀ ବୃକ୍ଷକୁ ବିଭିନ୍ନ ଶାଖାରେ ବିଭକ୍ତ କରିଦିଅନ୍ତି। ଦେବତାମାନଙ୍କର ଶତ୍ରୁ ଦୈତ୍ୟମାନେ ମଧ୍ୟ ବେଦମାର୍ଗର ସାହାଯ୍ୟ ନେଇ ମୟ ଦାନବ ଦ୍ୱାରା ନିର୍ମିତ ଅଦୃଶ୍ୟ ବେଗ ସମ୍ପନ୍ନ ନଗରମାନଙ୍କରେ ରହି ଲୋକଙ୍କର ସତ୍ୟାନାଶ କରିବାକୁ ଲାଗିବେ। ସେତେବେଳେ ଭଗବାନ ସେମାନଙ୍କ ବୁଦ୍ଧିରେ ମୋହ ଓ ଲୋଭ ଉତ୍ପନ୍ନ କରାଉଥିବା ବେଶ ଧରି ବୁଦ୍ଧ ରୂପରେ ବହୁ ଉପଧର୍ମ ଉପଦେଶ ଦେବେ। କଳିଯୁଗ ଶେଷରେ ଯେତେବେଳେ ସତ୍ପୁରୁଷମାନଙ୍କର ଘରେ ମଧ୍ୟ ଭଗବତ କଥା ଚର୍ଚ୍ଚିତ ହେବାର ବାଧା ଉପୁଜିବ, ବ୍ରାହ୍ମଣ, କ୍ଷତ୍ରିୟ ତଥା ବୈଶ୍ୟମାନେ ପାଷାଣ୍ଡ ହୋଇଯିବେ ଏବଂ ଶୂଦ୍ରମାନେ ରାଜା ହୋଇଯିବେ, ଏପରିକି କୌଣସିଠାରେ ସ୍ୱାହା, ଶ୍ରଦ୍ଧା ଓ ବସତ୍କାର ଧ୍ୱନି ଶୁଣିବାକୁ ମିଳିବ ନାହିଁ, ମାନେ ଯଜ୍ଞ ଓ ଶ୍ରଦ୍ଧା ବନ୍ଦ ହୋଇଯିବ, ସେତେବେଳେ କଳିଯୁଗକୁ ଶାସନ କରିବା ନିମନ୍ତେ ଭଗବାନ କଳ୍କି ଅବତାର ଗ୍ରହଣ କରିବେ। ସଂସାର ସର୍ଜନା ସମୟ ଆସିଗଲେ ସେହି ସର୍ବଶକ୍ତି ଭଗବାନ ନିଜ ମାୟାର ବିଭୂତିମାନଙ୍କୁ ତପସ୍ୟା, ପ୍ରଜାପତି, ମରିଚ ଆଦି ଋଷିଙ୍କ ରୂପରେ ତଥା ମୋ ବ୍ରହ୍ମା ରୂପରେ ଉତ୍ପନ୍ନ ହୁଅନ୍ତି। ସୃଷ୍ଟି ରକ୍ଷାର ସମୟ ଆସିଗଲେ ସେ ଧର୍ମ, ବିଷ୍ଣୁ, ମନୁ, ଦେବତା ଓ ରାଜା ରୂପରେ ଏବଂ ସୃଷ୍ଟି ପ୍ରଳୟର ସମୟ ଆସିଗଲେ ଅଧର୍ମ, ରୁଦ୍ର ତଥା କ୍ରୋଧବଶ ନାମକ ସର୍ପ ଓ ଦୈତ୍ୟ ଆଦିଙ୍କ ରୂପରେ ନିଜ ମାୟାର ବିଭୂତିମାନଙ୍କୁ ହିଁ ପ୍ରକଟ କରନ୍ତି। ନିଜର ପ୍ରତିଭା ବଳରେ କେହି ହୁଏତ ପୃଥିବୀର ଧୂଳିକଣାଗୁଡ଼ିକୁ ଗୋଟି ଗୋଟି କରି ଗଣି ଦେଇପାରନ୍ତି, କିନ୍ତୁ ଜଗତରେ ଏପରି କେଉଁ ପ୍ରତିଭାବାନ ପୁରୁଷ ଅଛନ୍ତି ଯେ କି ଭଗବାନଙ୍କର ବିଭିନ୍ନ ପରାକ୍ରମ ଓ ଲୀଳାମାନଙ୍କୁ ଗଣିପାରିବେ। ବାମନ ଅବତାରରେ ପ୍ରଭୁ ଯେତେବେଳେ ନିଜ ପାଦରେ ତ୍ରିଲୋକକୁ ମାପିଲେ, ସେତେବେଳେ ତାଙ୍କ ଚରଣରେ ଅଦମ୍ୟ ବେଗରେ ସମଗ୍ର ବ୍ରହ୍ମାଣ୍ଡ କମ୍ପିବାକୁ ଲାଗିଲା। ସେତେବେଳେ ସେ ନିଜେ ହିଁ ନିଜ ଶକ୍ତି ବଳରେ ବ୍ରହ୍ମାଣ୍ଡକୁ ସ୍ଥିର କରି ରଖିଥିଲେ। ଏହା କେଡ଼େ ଦିବ୍ୟ ଲୀଳା ନୁହେଁ ସତେ? ସମସ୍ତ ସୃଷ୍ଟିର ରଚନାକାରିଣୀ ତଥା ସଂହାରକାରିଣୀ ମାୟା ହେଉଛି ତାହାଙ୍କର ହିଁ ଏକ ଶକ୍ତି। ସେ ହେଉଛନ୍ତି ଏହିପରି ଅନନ୍ତ ଶକ୍ତିମାନଙ୍କର ଆଶ୍ରୟ। ତାଙ୍କ ସ୍ୱରୂପକୁ ବା ମୁଁ ନ ଜାଣେ, ନା ତୁମର ବଡ଼ ଭାଇ ସନକାଦ ଜାଣନ୍ତି। ଏପରି ଅବସ୍ଥାରେ ଅନ୍ୟମାନଙ୍କ କଥା ବା କ'ଣ କହିବା? ଆଦିଦେବ ଭଗବାନ ଶେଷନାଗ ନିଜର ସହସ୍ର ମୁଖରୁ ତାହାଙ୍କର ଗୁଣଗାନ କରି ଚାଲିଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ପ୍ରଭୁଙ୍କ ଗୁଣାବଳୀର ଅନ୍ତ ଯେ କେଉଁଠି ତାହା କଳ୍ପନା ବି କରିପାରୁନାହାନ୍ତି। ଯେଉଁମାନେ ଅତ୍ୟନ୍ତ ନିଷ୍କପଟ ଭାବରେ ନିଜର ସର୍ବସ୍ୱକୁ ତଥା ସ୍ୱୟଂ ନିଜକୁ ତାହାଙ୍କର ଚରଣ କମଳରେ ସମର୍ପଣ କରିଦିଅନ୍ତି, ସେମାନଙ୍କ ଉପରେ ସେହି ଅନନ୍ତ ଭଗବାନ ନିଜ ପକ୍ଷରୁ ଦୟାବର୍ଷଣ କରନ୍ତି ଏବଂ ପ୍ରଭୁଙ୍କର ଦୟାର ପାତ୍ର ହୋଇ ସେମାନେ ତାହାଙ୍କର ଦୁସ୍ତର ମାୟାର ସ୍ୱରୂପ ଜାଣିପାରନ୍ତି ତଥା ସେହି ମାୟାକୁ ପାରି ହୋଇପାରନ୍ତି। ଏଭଳି ଲୋକେ କୁକୁର ଶିଆଳର ଖାଦ୍ୟ ରୂପେ ଏହି ଦେହ ପ୍ରତି ମୁଁ ମୋର ଭାବନା ରଖନ୍ତି ନାହିଁ। ପ୍ରିୟ ନାରଦ, ପରମ ପୁରୁଷଙ୍କର ସେହି ଯୋଗ ମାୟାକୁ ମୁଁ ଜାଣେ ତଥା ତୁମେ, ତୁମର ଭାଇ ସନକାଦି, ଭଗବାନ ଶଙ୍କର, ଦୈତ୍ୟ କୁଳଭୂଷଣ ପ୍ରହ୍ଲାଦ, ସ୍ୱୟଂଭୁବ ମନୁ, ଶତରୂପା, ମନୁପୁତ୍ର ପ୍ରିୟବ୍ରତ ଆଦି ପ୍ରାଚୀନ ବହି, ଋଭୁ, ବେଣଙ୍କ ପିତା ଅଙ୍ଗ, ଧ୍ରୁବ ମଧ୍ୟ ଜାଣନ୍ତି। ଏମାନଙ୍କ ଛଡ଼ା ଇକ୍ଷ୍ୱାକୁ, ପୁରୁରବା, ମୁଚୁକୁନ୍ଦ, ଜନକ, ଗାଧି, ରଘୁ, ଅମ୍ବରୀଶ, ସଗର, ଗୟ, ଯଜାତି ପ୍ରଭୃତି ତଥା ମାନ୍ଧାତା, ଅଳର୍କ, ଶତଧନ୍ୱା, ଅନୁ, ରନ୍ତିଦେବ, ଭୀଷ୍ମ, ବଳି, ଅମୃତରୟ, ଦିଲୀପ, ସୌଭରୀ, ଉତ୍ତଙ୍କ, ଶିବି, ଦେବଳ, ପିପଳାଦ, ସାରସ୍ୱତ, ଉଦ୍ଧବ, ପରାଶର, ଭୂରିସେନ, ବିଭୀଷଣ, ହନୁମାନ, ସୁକଦେବ, ଅର୍ଜୁନ, ଆଷ୍ଟିସେନ, ବିଦୁର, ସୂତଦେବ ପ୍ରଭୃତି ମହାତ୍ମାମାନେ ମଧ୍ୟ ଜାଣନ୍ତି। ଭଗବାନଙ୍କର ପରାକ୍ରମ ବଡ଼ ଅଦ୍ଭୁତ ଯେ ସେହି ପ୍ରଭୁଙ୍କ ଶରଣାପନ୍ନ ହୋଇଯାଆନ୍ତି, ସେ ଆପେ ଆପେ ଭଗବାନଙ୍କର ଭକ୍ତ ହୋଇଯାଆନ୍ତି। ସେମାନଙ୍କର ସୁଶୀଳତା, ସ୍ୱଭାବ, ଆଚରଣ ମଧ୍ୟ ସତ୍ପୁରୁଷ ଆଚରଣ ଆଦି ପରି ହୋଇଯାଏ। ସେହି ଭକ୍ତମାନେ ସ୍ତ୍ରୀ ହୋଇଥାନ୍ତୁ କି ଶୂଦ୍ର, ହୁଣ, ଭିଲ ଆଦି ତଳୁଆ ଜାତୀୟ ମନୁଷ୍ୟ ହୋଇଥାନ୍ତୁ କି ପଶୁ ପକ୍ଷୀ ଆଦି ଯେକୌଣସି ଯୋନିର ହୋଇଥାନ୍ତୁ ନା କାହିଁକି, ସେମାନେ ଭଗବାନଙ୍କ ଶରଣାଗତି ବଳରେ ଏହି ଦୁସ୍ତର ଦେବମାୟାକୁ ପାରି ହୋଇଯାଆନ୍ତି। ଏଭଳି ନିଚାତି ନିଚ ପ୍ରାଣୀ ଯେତେବେଳେ ପାରି ହୋଇଯାଆନ୍ତି, ବୈଦିକ ସଦାଚାର ପାଳନ କରୁଥିବା ଲୋକେ ଯେ ଏହି ଦେବମାୟାକୁ ପାରି ହୋଇଯିବେ, ଏହା କହିବା ଅତ୍ୟୁକ୍ତି ମାତ୍ର। ପରମାତ୍ମାଙ୍କର ବାସ୍ତବିକ ସ୍ୱରୂପ ହେଉଛି ଶାଶ୍ୱତ, ଶାନ୍ତ, ଅଭୟ ଓ ଜ୍ଞାନମୟ। ସେଥିରେ ମାୟାର ମଳ ନଥାଏ
କି ବିଷମତା ନଥାଏ। ତାହା ସତ୍ ଅସତ୍ ଉଭୟଠାରୁ ଊର୍ଦ୍ଧ୍ୱରେ ଅର୍ଥାତ୍ ଗୁଣାତୀତ। ତାହା ନିକଟରେ କୌଣସି ବୈଦିକ ବା ଲୌକିକ ଶବ୍ଦ ପହଞ୍ଚିପାରେ ନାହିଁ। ବିଭିନ୍ନ ପ୍ରକାର ସାଧନ ଦ୍ୱାରା ସମ୍ପନ୍ନ ହୋଇଥିବା କର୍ମ କିମ୍ବା ସେସବୁର ଫଳ ମଧ୍ୟ ସେହି ସ୍ୱରୂପ ନିକଟରେ ପହଞ୍ଚିପାରେ ନାହିଁ। ଅନ୍ୟ କଥା କ'ଣ କହିବା, ସ୍ୱୟଂ ମାୟା ମଧ୍ୟ ସେହି ସ୍ୱରୂପ ସମ୍ମୁଖକୁ ଯାଇପାରେ ନାହିଁ। ସେ ଭୟଭୀତ ହୋଇ ଲଜ୍ଜାରେ ହାତ ଯୋଡ଼ି କିଛି ଦୂରରେ ହିଁ ଠିଆ ହୁଏ। ଏପରି ମହିମାମୟ ହେଉଛି ସେହି ପରମ ପୁରୁଷ ଭଗବାନଙ୍କର ପରମପଦ। ମହାତ୍ମାମାନେ ତାହାକୁ ଶୋକରହିତ ଅନନ୍ତ ଆନନ୍ଦ ସ୍ୱରୂପ ବ୍ରହ୍ମ ରୂପରେ ଦର୍ଶନ କରନ୍ତି। ସଂଯମଶୀଳ ପୁରୁଷ ମନକୁ ସମାହିତ କରି ସେହି ପରମ ପଦରେ ଅବସ୍ଥିତ ହୋଇଯାଆନ୍ତି। ଇନ୍ଦ୍ର ସ୍ୱୟଂ ମେଘ ରୂପରେ ବିଦ୍ୟମାନ ହୋଇଥିବାରୁ ସେ ଯେପରି ଜଳ ନିମନ୍ତେ କୂପ ଖୋଳିବାକୁ ନିଜ ପାଖରେ କୋଡ଼ି କୋଦାଳ ରଖନ୍ତି ନାହିଁ, ସେହି ପରମ ପଦରେ ଚିତ୍ତ ନିବେଶ କରିଦେଇଥିବା ଜ୍ୟୋତିଶ୍ୱରମାନେ ସେହିପରି ବିଭେଦ ରୂପରେ ଦୂର କରୁଥିବା ଜ୍ଞାନ ସାଧନା ମଧ୍ୟ ଛାଡ଼ି ଦିଅନ୍ତି। ଭଗବାନ ହିଁ ସମସ୍ତ କର୍ମର ମୂଳ ପ୍ରଦାନ କରନ୍ତି। କାରଣ ମନୁଷ୍ୟ ତା'ର ନିଜ ସ୍ୱଭାବ ଅନୁସାରେ ଯେଉଁ ଶୁଭକର୍ମ କରେ, ସେସବୁ କେବଳ ଭଗବାନଙ୍କ ପ୍ରେରଣାରେ ହିଁ ହୋଇଥାଏ। ଶରୀର ଗଢ଼ିଥିବା ପଞ୍ଚଭୂତ ପୃଥକ ପୃଥକ ହୋଇଯିବା ପରେ ଶରୀର ମଧ୍ୟ ନଷ୍ଟ ହୋଇଯାଏ ସତ, କିନ୍ତୁ ଆକାଶ ଯେପରି ନଷ୍ଟ ହୁଏ ନାହିଁ, ଶରୀରରେ ରହୁଥିବା ସେହି ଅଜନ୍ମା ପୁରୁଷ ସେହିପରି ନଷ୍ଟ ହୁଅନ୍ତି ନାହିଁ। ପ୍ରିୟ ନାରଦ, ନିଜର ସଂକଳ୍ପ ମାତ୍ରକେ ବିଶ୍ୱ ରଚନା କରୁଥିବା ସେହି ଷଡ଼ୈଶ୍ୱର୍ଯ୍ୟ ସମ୍ପନ୍ନ ଶ୍ରୀହରିଙ୍କ ବିଷୟ ମୁଁ ତୁମ ସମକ୍ଷରେ ସଂକ୍ଷେପରେ ବର୍ଣ୍ଣନା କରିଦେଲି। କାର୍ଯ୍ୟ କାରଣ ରୂପେ ଅର୍ଥାତ୍ ସତ୍ ଅସତ୍ ରୂପେ ଯାହା କିଛି ରହିଛି, ସେସବୁ ହେଉଛି ଶ୍ରୀହରିଙ୍କର ହିଁ ସ୍ୱରୂପ। ଶ୍ରୀହରିଙ୍କ ବିନା ଜଗତରେ ଅନ୍ୟ କିଛି ବି ନାହିଁ। ମାତ୍ର ସେହି ଶ୍ରୀହରି ହେଉଛନ୍ତି ଏହି ଜଗତରୁ ମଧ୍ୟ ଅତୀତ। ଭଗବାନ ମୋତେ ଯେଉଁ ଉପଦେଶ ଦେଇଥିଲେ, ତାହା ହିଁ ହେଉଛି ଏହି ଭାଗବତ। ଏଥିରେ ଭଗବାନଙ୍କର ବିଭୂତି ସଂକ୍ଷେପରେ ବର୍ଣ୍ଣିତ ହୋଇଛି। ତୁମେ ଏହାକୁ ବିସ୍ତାର କର। ଯେପରି ବର୍ଣ୍ଣନା କଲେ ସବୁରି ଆଶ୍ରୟ ତଥା ସର୍ବସ୍ୱରୂପ ଭଗବାନ ଶ୍ରୀହରିଙ୍କ ଠାରେ ଲୋକମାନଙ୍କ ଭିତରେ ପ୍ରେମମୟୀ ଭକ୍ତି ଉତ୍ପନ୍ନ ହେବ, ତାହାକୁ ଦୃଷ୍ଟିରେ ରଖି ତୁମେ ଏହା ସେହିପରି ବର୍ଣ୍ଣନା କର। ଯେଉଁମାନେ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି ମାୟାର ବର୍ଣ୍ଣନା କରନ୍ତି ଅଥବା ଅନ୍ୟମାନଙ୍କ ଦ୍ୱାରା କରାଯାଇଥିବା ସେହି ବର୍ଣ୍ଣନାକୁ ଅନୁମୋଦନ କରନ୍ତି ଅଥବା ଶ୍ରଦ୍ଧାର ସହିତ ତାହା ନିତ୍ୟ ଶ୍ରବଣ କରନ୍ତି, ସେମାନଙ୍କର ଚିତ୍ତ ମାୟା ଦ୍ୱାରା କଦାପି ମୋହିତ ହେବ ନାହିଁ। ଏହି ଥିଲା ଏହି ସୁନ୍ଦର ଅଧ୍ୟାୟର ବ୍ୟାଖ୍ୟା। ଆପଣମାନେ ଟିକେ ଧୈର୍ଯ୍ୟର ସହିତ ଏହି ଅଧ୍ୟାୟଟି ଆଉ ଥରେ ଶୁଣିବାକୁ ଚେଷ୍ଟା କରନ୍ତୁ। ଫଳରେ ଅବତାର ନେଇ ଯାହା କିଛି ମନରେ ସନ୍ଦେହ ରହିଛି ଏବଂ ଜିଜ୍ଞାସା ରହିଛି, ତାହା ନିଶ୍ଚିତ ଆପଣଙ୍କର ମନରୁ ଦୂର ହୋଇଯିବ। ଏବଂ ଚ୍ୟାନେଲଟିକୁ ଶୁଣିବା ପାଇଁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।